ନାରଦ ଗୋଟେ ଗୃହସ୍ଥ ବାଟ ଦେଇ ସ୍ୱର୍ଗକୁ ଗଲେ। ପଚାରିଲେ, କହିଲେ ତମ ମାନଙ୍କର ମନ କାହିଁକି ଦୁଃଖ? ନା ଆମେ ତ ସଂସାରୀ ଲୋକ, ସଂସାର ଭିତରେ ଅଛୁ, ଆମର ସନ୍ତାନ ସନ୍ତତି କିଛି ନାହିଁ। ଠାକୁରଙ୍କୁ ମହାପ୍ରଭୁଙ୍କୁ ପଚାରିବେ। ନାରଦ ଯାଇ ପହଞ୍ଚିଲେ, ଭଗବାନଙ୍କୁ ପଚାରିଲେ। ଭଗବାନ କହିଲେ ତାଙ୍କର ପିଲା ଛୁଆ ଏ ଜନ୍ମରେ ହେବେ। ନାରଦ ଫେରି ଆସିଲେ, ସେଇ ବାଟ ଦେଇ ନ୍ୟୁଜଟା ଦେବେ ନା, ସବୁଠୁ ମନ ଦୁଃଖ ହେଲା। ଯେତେବେଳେ ଆପଣ କୁହାହବ ଏ ଜନ୍ମରେ ଆଉ ପିଲାପିଲି ନାହିଁ, ସଂସାର ଲୋକମାନେ ସନ୍ତାନ ସନ୍ତତି ଚାହାନ୍ତି ନା। ପୁଣି ସେଇ ବାଟ ଦେଇ ଜଣେ ଭଲ ସାଧୁ ଗଲେ, ସେବା କଲେ। ତମର ପିଲାପିଲି ବର୍ଷକ ଭିତରେ, ଏମିତି 6 ବର୍ଷ ଚାଲିଯିବା 3ଟି ପିଲା ହେଲେ। ନାରଦ ପୁଣି ସେଇ ବାଟ ଦେଇ ଗଲା ବେଳକୁ ଛୁଆ ଖେଳୁଛନ୍ତି। ଯାଇକି ପ୍ରଭୁଙ୍କ ପାଖରେ ପହଞ୍ଚିଲେ। ନା ଠାକୁର ମତେ କାହିଁ ଠକିଲେ? ଯେତେବେଳେ ସାଧୁ ମହାତ୍ମା କହିଲେ ତାର ପିଲା ଛୁଆ ହବ, ତାର ପ୍ରାରବ୍ଧ ସଂସ୍କାର କଟିଗଲା, ତାକୁ ସାଂସନ କରିଥାନ୍ତି।